ସ୍ଥାନୀୟ କୁନ୍ତଳା କୁମାରୀ ସାବତ ମହିଳା ମହାବିଦ୍ୟାଳୟଠାରେ ଶୁକ୍ରବାର ରାଜ୍ୟ ଦିବ୍ୟାଙ୍ଗ କମିଶନରଙ୍କ ଉପସ୍ଥିତିରେ ପ୍ରଶ୍ନୋତ୍ତର ଏବଂ ଦିବ୍ୟାଙ୍ଗ ଅଧିକାର ଅଧିନିୟମ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଦିବ୍ୟାଙ୍ଗ ସଚେତନତା କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ରାଜ୍ୟ ଦିବ୍ୟାଙ୍ଗ କମିଶନର ବ୍ରତତୀ ହରିଚନ୍ଦନ, ପୂର୍ବତନ ସହକାରୀ ନିର୍ଦ୍ଦେଶକ ରାମକୃଷ୍ଣ ଶର୍ମା, ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ହେମନ୍ତ କୁମାର ଘଡ଼େଇ, ଦିବ୍ୟାଙ୍ଗ କମିଶନରଙ୍କ ଅନୁଶାସନ ସଚିବ ତଥା ଓଏସ୍ଡି ପୂର୍ଣ୍ଣଚନ୍ଦ୍ର ସାହୁ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରିଣୀ ପ୍ରତିଭା ବେହେରାଙ୍କ ଉପସ୍ଥିତିରେ କୁନ୍ତଳା କୁମାରୀ ସାବତଙ୍କ ତୈଳଚିତ୍ର ନିକଟରେ ଧୂପଦୀପ ପ୍ରଜ୍ୱଳନ ପୂର୍ବକ ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ କୁନ୍ତଳା କୁମାରୀ ସାବତ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଝାନ୍ସୀ ରାଣୀ ଜେନା ଅଧ୍ୟକ୍ଷତା କରିଥିବା ବେଳେ ଗୃହ ବିଜ୍ଞାନୀ ଅଧ୍ୟାପିକା ଶ୍ରୀମତୀ ପାଣ୍ଡେ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶିକ୍ଷା ନିର୍ଦ୍ଦେଶକ ହେମନ୍ତ କୁମାର ଘଡ଼େଇ ଦିବ୍ୟାଙ୍ଗମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ନିଜ ବକ୍ତବ୍ୟରେ ଉପସ୍ଥାପନ କରିଥିଲେ। ଏଥିରେ ରାଜ୍ୟ ଦିବ୍ୟାଙ୍ଗ କମିଶନର ବ୍ରତତୀ ହରିଚନ୍ଦନ ଦିବ୍ୟାଙ୍ଗମାନଙ୍କ ଅଧିକାର, ଶିକ୍ଷା, ସୁରକ୍ଷା, ସରକାରର ବିଭିନ୍ନ ଯୋଜନାରେ ସହାୟତା ମାଧ୍ୟମରେ ସେମାନଙ୍କୁ ସ୍ୱାବଲମ୍ବୀ କରିବା ସରକାରଙ୍କ ଏଭଳି ଅଭିନବ ପ୍ରୟାସ ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ। ଏହି ସଚେତନତା କାର୍ଯ୍ୟକ୍ରମର ମୁଖ୍ୟ ଆଭିମୁଖ୍ୟ ଏବଂ ଦିବ୍ୟାଙ୍ଗମାନଙ୍କ ଉଦ୍ଦେଶ୍ୟରେ ସରକାରଙ୍କ ବିଭିନ୍ନ ଆଇନ ଓ ସଚେତନତା ସମ୍ପର୍କରେ ପୂର୍ବତନ ସହକାରୀ ନିର୍ଦ୍ଦେଶକ ରାମକୃଷ୍ଣ ଶର୍ମା କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଦିବ୍ୟାଙ୍ଗମାନଙ୍କ ବିଭିନ୍ନ କ୍ଷେତ୍ରରେ ଭିନ୍ନକ୍ଷମ ଲକ୍ଷଣ ଆକାର ପ୍ରକାର, ଦିବ୍ୟାଙ୍ଗଙ୍କୁ ସମ୍ମାନ ପ୍ରଦର୍ଶନ, ସରକାରଙ୍କର ଯୋଜନା ସହାୟତା ଓ ସମ୍ବେଦନଶୀଳତା ସହିତ ଦିବ୍ୟାଙ୍ଗ ଆଇନ 2016 ସମ୍ପର୍କରେ ବିଶଦ ଭାବେ ଆଲୋକପାତ କରିଥିଲେ ଏବଂ ବିଭିନ୍ନ ମହାବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପ୍ରଶ୍ନୋତ୍ତର ପ୍ରତିଯୋଗିତା କରାଯାଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରିଣୀ ପ୍ରତିଭା ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତଙ୍କୁ ମୋର ଆନ୍ତରିକ ଧନ୍ୟବାଦ ଏବଂ ଶୁଭେଚ୍ଛା। ବନ୍ଧୁଗଣ, କୁନ୍ତଳା କୁମାରୀ ପ୍ରଥମରୁ ମୁଁ ସେଇ ମହାମନୀଷୀ କୁନ୍ତଳା କୁମାରୀ ମାଙ୍କୁ ମୋର ମଥାନତ ସମ୍ମାନ ଜଣାଉଛି। ପଢୁଛନ୍ତି ସେମାନେ ଯେମିତି ସମାଜରେ ଯେଉଁ ଗୋଟେ ଅବହେଳିତ ବର୍ଗ ଅଛନ୍ତି ଭିନ୍ନକ୍ଷମ, ତାଙ୍କ ବାବଦରେ କେମିତି କିଛି ଧାରଣା ରଖନ୍ତୁ, ସଚେତନ ହୁଅନ୍ତୁ ଏବଂ ସେମାନଙ୍କ ପ୍ରତି ଆମର ଯେଉଁ ଦାୟିତ୍ୱ ରହିଛି ସେ ଦାୟିତ୍ୱକୁ ଆମେ କେମିତି ସମ୍ପାଦନ କରିବା, ସେଥିରେ ପିଲାଦିନଠୁ ସେମାନେ ଛାତ୍ର ସିଏ ହେଲା କାଲିର ଭବିଷ୍ୟତ ନାଗରିକ ଏବଂ ଦେଶର ମଧ୍ୟ ଦାୟିତ୍ୱ ତାରି ଉତ୍ସାହ ଉଦ୍ଦୀପନା ଦେଖିବାକୁ ଆଶା କରୁଥିଲି, ତାଠୁ 2 ଗୁଣ ଉତ୍ସାହ ଉଦ୍ଦୀପନା ଦେଖିପାରୁଛି। ମୁଁ ନିଶ୍ଚିତ ଭାବରେ ବିଶ୍ୱାସ କରେ ଏବଂ ମୁଁ ଭାବୁଛି ବନ୍ଦେ ଉତ୍କଳ ଜନନୀ, ବନ୍ଦେ ଉତ୍କଳ ଜନନୀ। ସମସ୍ତଙ୍କୁ ମୋର ନମସ୍କାର ଏବଂ এই କାର୍ଯ୍ୟକ୍ରମର ଗୋଟେ ଭାଗିଦାର ହେଲେ ଆମର ଜିଲ୍ଲାର ସାମାଜିକ ସୁରକ୍ଷା ଅଧିକାରୀ ମ୍ୟାଡାମ ପ୍ରତିଭା, ଉପସ୍ଥିତ ଥିବା କଲେଜର ଅଧ୍ୟାପକ